Sense group paragraph 4. Read paragraph 6 silently and answer the question that follows. ଅନୁଚ୍ଛେଦଟିକୁ ନିରବର ସହ ପଢ଼ ଏବଂ ତଳେ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଦିଅ। 6 ଦେଲା ଦ ଫାଦର ଇନ୍ ଲ ଦେୟାର ଫର୍ ପ୍ଲାନ୍ ହାଉ ଟୁ ଡ୍ରାଇଭ୍ ହିମ୍ ଆଉଟ୍। ତାଙ୍କ ଶ୍ୱଶୁର ତାପରେ ସେ ଯୋଜନା କଲେ କିପରି ତାଙ୍କ ଜ୍ୱାଇଁଙ୍କୁ ବାହାର କରିବେ। ଡ୍ରାଇଭ୍ ହିମ୍ ଆଉଟ୍ ହେଲା ବାହାର କରିବା। ଦେ ହ୍ୟାଡ୍ ଏ ଲେମନ୍ ପ୍ଲାଣ୍ଟ ଫୁଲ୍ ଅଫ୍ ଗ୍ରୀନ୍ ଲେମନ୍। ତାଙ୍କର ଗୋଟିଏ ଲେମ୍ବୁ ଗଛ ଥିଲା ଯେଉଁଥିରେ ସବୁଜ ଲେମ୍ବୁ ଅର୍ଥ କଞ୍ଚା ଲେମ୍ବୁ ଗୁଡ଼ିକ ପରିପୂର୍ଣ୍ଣ ଥିଲା। ୱାନ୍ ଡେ ହି ସେଡ୍ ଟୁ ହିଜ୍ ସନ୍ ଇନ୍ ଲ କାଇଣ୍ଡ ସନ୍। ଦିନେ ସେ ତାଙ୍କ ଜ୍ୱାଇଁଙ୍କୁ ଡାକି କହିଲେ ଦୟାଳୁ ପୁଅ, ୟୁ ହାଭ୍ ସିନ୍ ଆୱାର ଲେମନ୍ ଟ୍ରି। ତମେ ଆମର ଲେମ୍ବୁ ଗଛ ଦେଖିଛ। ଦ ଲେମନ୍ ଆର୍ ଷ୍ଟୋଲେନ୍ ବାଇ ଥିପ୍ସ ଆଟ୍ ନାଇଟ୍। ସେହି ଲେମ୍ବୁ ଗୁଡ଼ିକୁ ରାତିରେ ଚୋରମାନେ ଚୋରି କରି ନେଇଯାଉଛନ୍ତି। ଆଇ ୱିଲ୍ ବି ହାପି ଇଫ୍ ୟୁ କ୍ୟାନ୍ ୱାଚ୍ ଦ ପ୍ଲାଣ୍ଟ ଟୁ ନାଇଟ୍ ଆଣ୍ଡ କ୍ୟାଚ୍ ଦ ଥିପ୍। ମୁଁ ବହୁତ ଖୁସି ହେବି ତମେ ଯଦି ଆଜି ରାତିରେ ଲେମ୍ବୁ ଗଛକୁ ଜଗିବ ଏବଂ ଚୋରମାନଙ୍କୁ ଧରିବ। ହି ଅଲ୍ସୋ ଗେଭ୍ ହିଜ୍ ସନ୍ ଇନ୍ ଲ ଏ କ୍ଲବ୍। ସେ ତାଙ୍କ ଜ୍ୱାଇଁଙ୍କୁ ଏକ ବାଡ଼ି ବା ଠେଙ୍ଗା ଦେଲେ। ଇନ୍ ଦ ଡାର୍କନେସ୍ ଅଫ୍ ନାଇଟ୍ ଦ ସନ୍ ଇନ୍ ଲ ୱାଜ୍ ୱେଟିଂ ଫର୍ ଦ ଥିପ୍ସ ଟୁ କମ୍। ସେଇ ଅନ୍ଧାର ରାତିରେ ତାଙ୍କ ଜ୍ୱାଇଁ ଚୋରମାନଙ୍କ ଆସିବା ବାଟକୁ ଅପେକ୍ଷା କରିଥିଲେ। ଦ ଫାଦର ଇନ୍ ଲ ୱିଶ୍ ଟୁ ଟେକ୍ ୱାଟର ରାଇସ୍ ଆଣ୍ଡ ଆସ୍କ୍ଡ ହିଜ୍ ୱାଇଫ୍ ଟୁ ବ୍ରିଙ୍ଗ ଏ ଫ୍ରେଶ୍ ଲେମନ୍ ଫ୍ରମ୍ ଦ ଲେମନ୍ ପ୍ଲାଣ୍ଟ। ତାଙ୍କ ଶ୍ୱଶୁର ପଖାଳ ଭାତ ଖାଇବା ପାଇଁ ଇଚ୍ଛା କଲେ ଏବଂ ତାଙ୍କ ସ୍ତ୍ରୀଙ୍କୁ କହିଲେ ଲେମ୍ବୁ ଗଛରୁ ଗୋଟେ କଞ୍ଚା ଲେମ୍ବୁ ଆଣିବା ପାଇଁ। ହ୍ୱେନ୍ ଦ ମଦର ଇନ୍ ଲ ୱାଜ୍ ପ୍ଲକିଂ ଏ ଲେମନ୍। ଯେତେବେଳେ ତାଙ୍କ ଶାଶୁ ଲେମ୍ବୁ ତୋଳୁଥିଲେ ଦ ସନ୍ ଇନ୍ ଲ ଥ୍ରାଶ୍ଡ ହର୍ ୱିଥ୍ ଦ କ୍ଲବ୍ ଥିଙ୍କିଂ ହର୍ ଟୁ ବି ଏ ଥିପ୍। ସେ ତାଙ୍କର ମୋଟା ସେ ଠେଙ୍ଗାରେ ଚୋର ବୋଲି ଭାବି ତାଙ୍କ ଶାଶୁଙ୍କୁ ପିଟିଲେ। କମିଂ ଟୁ ନୋ ଦ୍ୟାଟ୍ ହି ହ୍ୟାଡ୍ ବିଟେନ୍ ହିଜ୍ ମଦର ଇନ୍ ଲ। ସେ ଯେତେବେଳେ ଜାଣିଲେ ସେ ତାଙ୍କ ଶାଶୁଙ୍କୁ ବାଡ଼େଇଛନ୍ତି ବା ପିଟିଛନ୍ତି। ହି ଫେଲ୍ଟ ସୋ ଏସେମ୍ଡ ଦ୍ୟାଟ୍ ହି ଲେଫ୍ଟ ଫର୍ ଦ ହୋମ୍ ଦ୍ୟାଟ୍ ନାଇଟ୍ ଇଟସେଲ୍ଫ। ସେ ବହୁତ ଲଜ୍ଜା ଅନୁଭବ କଲେ। ସେମ୍ଡ ହେଲା ଲଜ୍ଜା ଅନୁଭବ କରିବା ଏବଂ ସେଇଦିନ ରାତିରେ ସେ ନିଜେ ତାଙ୍କ ଘର ଛାଡ଼ି ପଳେଇଲେ, ତାଙ୍କ ଘରକୁ ପଳେଇଲେ। ଦ ଫାଦର ଇନ୍ ଲ ହିଭ୍ଡ ଏ ଗ୍ରେଟ୍ ସାଇନ୍ ଅଫ୍ ରିଲିଫ୍। ତାଙ୍କ ଶ୍ୱଶୁର ଆଶ୍ୱସ୍ତିର ଏକ ଦୀର୍ଘଶ୍ୱାସ ମାରିଲେ। ହିଭ୍ ହେଲା ଆଶ୍ୱସ୍ତି କରିବା ବା ଗୋଟେ ଜିନିଷର ମୁକ୍ତି ପାଇବାକୁ ଦୀର୍ଘଶ୍ୱାସ ନେବାକୁ ଆମେ ଆଶ୍ୱସ୍ତି ବୋଲି କହିବା। ଗ୍ରେଟ୍ ସାଇନ୍ ଅଫ୍ ରିଲିଫ୍। ତ ତାଙ୍କୁ ସେଦିନ ଦୀର୍ଘଶ୍ୱାସ ବା ଆଶ୍ୱସ୍ତି ମିଳିଲା ଯେ ତାଙ୍କ ଜ୍ୱାଇଁ ତାଙ୍କ ଘର ଛାଡ଼ି ଚାଲିଗଲେ। ବର୍ତ୍ତମାନ ଆମେ କମ୍ପ୍ରିହେନ୍ସନ୍ କ୍ୱେଶ୍ଚନ୍ ଗୁଡ଼ିକ ଆଲୋଚନା କରିବା। ସେକ୍ସନ୍ 3 ସୋପାନ 3 କମ୍ପ୍ରିହେନ୍ସନ୍ କ୍ୱେଶ୍ଚନ୍ ବୋଧମୂଳକ ପ୍ରଶ୍ନାବଳୀ। ଏହି ପ୍ରଶ୍ନଟି ନୁହେଁ, ତା ତଳେ ଦିଆଯାଇଥିବା ପ୍ରଶ୍ନଟି ସେଇଠୁ ଆମେ ଆଲୋଚନା କରିବା। କ୍ୱେଶ୍ଚନ୍ 1 ଦେଲା ହ୍ୱାଇ ୱାଜ୍ ନଟ୍ ଦ ସନ୍ ଇନ୍ ଲ ୱିଲିଂ ଟୁ ଗୋ ହୋମ୍। କାହିଁକି ଜ୍ୱାଇଁ ବାବୁ ଘରକୁ ଯିବାକୁ ଇଚ୍ଛା କରୁନଥିଲେ। ଆନ୍ସାର୍ ଦ ସନ୍ ଇନ୍ ଲ ୱାଜ୍ ନଟ୍ ୱିଲିଂ ଟୁ ଗୋ ହୋମ୍ ବିକଜ୍ ହିଜ୍ ମଦର ଇନ୍ ଲ ଗେଭ୍ ହିମ୍ ଗୁଡ୍ ଫୁଡ୍ ଆଣ୍ଡ took much care of him. Really he was living in comfort there. ତ ଜ୍ୱାଇଁ ବାବୁ ଘରକୁ ଯିବାକୁ ଇଚ୍ଛା କରୁନଥିଲେ କାରଣ ତାଙ୍କ ଶାଶୁ ତାଙ୍କୁ ଅର୍ଥ ତାଙ୍କ ଜ୍ୱାଇଁଙ୍କୁ ଭଲ ଖାଦ୍ୟ ଦେଉଥିଲେ ଏବଂ ତାଙ୍କ ଜ୍ୱାଇଁର ବହୁତ ଯତ୍ନ ନେଉଥିଲେ। ସେ ଆରାମରେ ଜୀବନଯାପନ କରୁଥିବାରୁ ଘରକୁ ଯିବାକୁ ଇଚ୍ଛା କଲା। ହୁ ୱେଣ୍ଟ ଟୁ ବ୍ରିଙ୍ଗ ଲେମନ୍ ଫ୍ରମ୍ ଦ ଗାର୍ଡେନ୍। ବଗିଚାରୁ ଲେମ୍ବୁ ଆଣିବାକୁ କିଏ ଗଲା। ଆନ୍ସାର୍ ଦ ମଦର ଇନ୍ ଲ ୱେଣ୍ଟ ଟୁ ବ୍ରିଙ୍ଗ ଲେମନ୍ ଫ୍ରମ୍ ଦ ଗାର୍ଡେନ୍। ତାଙ୍କ ଶାଶୁ ବଗିଚାରୁ ଲେମ୍ବୁ ଆଣିବାକୁ ଗଲେ। ହ୍ୱାଇ ଡିଡ୍ ହି ବିଟ୍। 3 ନମ୍ବର ପ୍ରଶ୍ନ ହ୍ୱାଇ ଡିଡ୍ ହି ବିଟ୍ ହିଜ୍ ମଦର ଇନ୍ ଲ। କାହିଁକି ସେ ତାଙ୍କ ଶାଶୁଙ୍କୁ ପିଟିଲେ। ଦ ସନ୍ ଇନ୍ ଲ ୱାଜ୍ ୱାଚିଂ ଦ ଲେମନ୍ ପ୍ଲାଣ୍ଟ ଆଟ୍ ନାଇଟ୍। ଜ୍ୱାଇଁ ରାତିରେ ଲେମ୍ବୁ ଗଛକୁ ଜଗିଥିଲେ। ହି ୱାଜ୍ ୱେଟିଂ ଟୁ କ୍ୟାଚ୍ ଦ ଥିପ୍ ଦ୍ୟାଟ୍ ନାଇଟ୍। ସେହି ରାତିରେ ଚୋର ଆସିବା ବାଟକୁ ଅପେକ୍ଷା କରିଥିଲେ। ହ୍ୱେନ୍ ଦ ମଦର ଇନ୍ ଲ ୱାଜ୍ ପ୍ଲକିଂ ଏ ଲେମନ୍ ଇନ୍ ଦ ଡାର୍କନେସ୍ ଅଫ୍ ନାଇଟ୍। ରାତ୍ରିର ଅନ୍ଧାରରେ ଶାଶୁ ଯେତେବେଳେ ଲେମ୍ବୁ ତୋଳୁଥିଲେ। ଦ ସନ୍ ଇନ୍ ଲ ଥ୍ରାଶ୍ଡ ହର୍ ୱିଥ୍ ଦ କ୍ଲବ୍ ଥିଙ୍କିଂ ହର୍ ଟୁ ବି ଏ ଥିପ୍। ଜ୍ୱାଇଁ ଜଣକ ତାଙ୍କୁ ମୋଟା ଠେଙ୍ଗାରେ ଜଣେ ଚୋର ବୋଲି ଭାବି ପିଟିଲେ। 4 ନମ୍ବର ପ୍ରଶ୍ନଟି ଦେଲା ହ୍ୱାଟ୍ ମେଡ୍ ହିମ୍ ଲିଭ୍ ଫର୍ ହିଜ୍ ହୋମ୍। କ'ଣ ପାଇଁ ସେ ତାଙ୍କ ଘରକୁ ଫେରିଗଲେ। ଆନ୍ସାର୍ ହ୍ୱେନ୍ ହି କମ୍ ଟୁ ନୋ ଦ୍ୟାଟ୍ ହି ହ୍ୟାଡ୍ ବିଟେନ୍ ହିଜ୍ ମଦର ଇନ୍ ଲ ଇନ୍ ଦ ଡାର୍କନେସ୍ ଅଫ୍ ନାଇଟ୍ ହି ଫେଲ୍ଟ ସୋ ashamed ଦ୍ୟାଟ୍ ହି ଲେଫ୍ଟ ଫର୍ ହିଜ୍ ହୋମ୍ ଦ୍ୟାଟ୍ ନାଇଟ୍।
से तांकर सासू को पिटिचंती बोली जानिबा परे से एते लज्जा अनुभव कले जे से तांको घर को सही राति रे पळेइले। 5 नंबर प्रश्नटी देला इज देयर एनीथिंग फनी इन दिस पार्ट। एही भागरे किछि कौतूहल अछि कि? आंसर द सन इन लॉ थ्रैश्ड हिज मदर इन लॉ विथ द क्लब थिंकिंग हर टू बी ए थेफ्ट इन दैट डार्क नाइट। जाई पुओ तांको सासू को अंधार राति रे चोर बोली भाबी ठेंगारे पिटिथिले। रियली इट वाज ए फनी थिंग इन दिस पार्ट। सतरे एही भागरे एहा एक कौतूहल दृश्य। 6 नंबर प्रश्नटी देला वाज हिज फादर इन लॉ हैप्पी। तांको ससुर खुशी हेले कि? व्हिच एक्सप्रेशन वर्ड इन दिस टेस्ट टेल यू सो। पाठ्य विषय केउ उक्तिटी अर्थात शब्द गुड़िक तुमको सेपरी कहूची जे से खुशी हेले। आंसर येस हिज फादर इन लॉ वाज हैप्पी इन द एंड। In this text, the expression the father-in-law heaved a great sign of relief tell us so। हाँ तांकर ससुर शेषे खुशी हेले एही विषयर तांको ससुर शांति रे निश्वास मारिले एही उक्तिटी सहीपरी कहूची जदे ही हिव ए ग्रेट साइन ऑफ रिलीफ। तो तांकर आश्वस्तिर एक दीर्घश्वास मारिले एही उक्तिटी एही विषय लेखा अछि। तो सेइटारे आमे बुझी पारिबा जे से बहुत खुशी हेले।